ଚାଟା ଟିକେ ପିଇବା। ଏ ହଟ୍ ସିଟ୍ରେ ବସ। ଏ ହଟ୍ ସିଟ୍ ଏଇଟା ଫାଟିଯିବ ହଟ୍ ସିଟ୍। ନାଇଁ ଫାଟିବନି। ଏ ତଳେ ବସିଲେ ହବ। ये पूरा कौन बनेगा करोड़पति लेखे ହେଇଛି ସେ ସିଟ୍। ମତେ ଏଇଟା କହୁଥିଲେ ମୁଁ ଗଡ଼ି ପଡ଼ିବି ଏ ହଟ୍ ସିଟ୍ କୁନି କିନ୍ତୁ ସେ 110 କେଜି ପିଲା ବସିଲା ପର୍ଯ୍ୟନ୍ତ ବସିପାରିବ। ତୁ ବସି ପାରିବୁ। ଏ ପ୍ରଭୁ ରକ୍ଷା କର ଜୟ ଜଗନ୍ନାଥ। ବସି ହେବନି ସୋଫାରେ ବସ। ସୋଫାରେ ବସ। କାଳେ ପଡ଼ିଯିବୁ ଯଦି ପୁଣି ଠିଆ ଠିଆରେ ଚା ପିଇବା। ହଟ୍ ହେଇଯିବୁ। ଠିଆ ଠିଆରେ ଚା ପିଇବା। ମୋ ପୁଅର ହଟ୍ ସିଟ୍ ନା। ଖିଆ ପିଆ ସରିଲାଣି। ଖାଲି ଚା ଟିକେ ପିଇଦେଲେ କାମରେ ବ୍ୟସ୍ତ ରହିବା। ଆଜି କ'ଣ କରିବୁ ପୁଅର ରୋଷେଇ? ବେସନ ଆଳୁ ତରକାରୀ। ବେସନ ତା ବଡ଼ ମା କରିକି ରଖି ସାରିଲାଣି ଜନ୍ତିକିରି। କଟାକଟି କରିକି ରଖା ହେଇଛି ଦେଖନ୍ତୁ ନା। ବେସନ ଅଲରେଡ଼ି ରଖା ହେଲାଣି। ବେସନ ତରକାରୀ ହବ। ଆଉ ଭାତ ଆଉ। ଆଜି ଶ୍ରାବଣ ମାସ ହେଇଗଲା ନା ଆମିଷ ଆଉ ହବନି। ସାଧା ନିରାମିଷ। ନିରାମିଷ। ଖାओ। ଚା ପିଇକି ରୋଷେଇ କର।